ଅନ୍ୟାନ୍ୟ ନିଶା ଦ୍ରବ୍ୟ ଯେଉଁଟାକି ଆମ ଯୁବକ ଯୁବତୀମାନେ ନଷ୍ଟ ହେଇଯାଉଛନ୍ତି। ସେଇ ନିଶା ଖାଇକିରି ନାନାଦି ପ୍ରକାର ନେକେରେ ଲେଡ଼ିଜ୍ ଆସି ବାଂଲାଦେଶରୁ ବୁଲୁଛନ୍ତି ଚାରିଆଡ଼େ। ମାତ୍ର ଏପର୍ଯ୍ୟନ୍ତ 32ଟା ଆରେଷ୍ଟ ହେଲେ। 700 ଲେଡ଼ି ବାଂଲାଦେଶରୁ ଆସିଛନ୍ତି କଟକ, ପୁରୀ, ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା, ନୟାଗଡ଼ ଏହି ଅଞ୍ଚଳରେ ବୁଲୁଛନ୍ତି, ବେଶ୍ୟାଗିରି କରୁଛନ୍ତି। ଚାରିଆଡ଼େ ହାହାକାର ପଡ଼ିଲାଣି। ଯାହା ପୁଲିସ ଭାଇମାନଙ୍କୁ ଆପଣମାନଙ୍କ ଜରିଆରେ ନିବେଦନ କରିବା ପରେ 27 ଜଣ ଆରେଷ୍ଟ ହେଲେଣି। କିନ୍ତୁ 700 ମହିଳା ବାଂଲାଦେଶରୁ ଆସି ଚାରିଆଡ଼େ କଟକ ଜିଲ୍ଲା ବିଶେଷତଃ ଭିତରକନିକା ଏରିଆରେ ବେଶୀ ଆସି ବେଶ୍ୟାଗିରି କରୁଛନ୍ତି। ସହରମାନଙ୍କରେ କରୁଛନ୍ତି। ଭୁବନେଶ୍ୱର ସହରଟା ନଷ୍ଟ କରିବାକୁ ବସିଛନ୍ତି। ତୁରନ୍ତ ସରକାର ଇନକ୍ୱାରି କରି ରେଡ୍ କରି ମାନେ ଯେମିତି ପେଟ୍ରୋଲିଂ କରି ଆରେଷ୍ଟ କରିବା ବ୍ୟବସ୍ଥା କରନ୍ତୁ। କାଲି ରୁବେନ ବାନାର୍ଜୀ ଗୋଟେ ବହି ଉନ୍ମୋଚନ କରିଛନ୍ତି, କେମିତି ଲୋପ ପାଇଲା ବିଜେଡି ଦଳର ଶାସନ। ରୁବେନ ବାନାର୍ଜୀ କ'ଣ କହିବେ? ତାଙ୍କର କ'ଣ ଅଛି ଜ୍ଞାନ? କି ଲୋକ ସେ ଉପରେ ଉପରେ ଆସି ଏଇ ସର୍ଭେ କରିବ? ସେ ଆମଭଳିଆ ଫିଲ୍ଡ ୱାର୍କର ନବୀନ ପଟ୍ଟନାୟକ ଯାହା କରିଦେଇ ଯାଇଛି ତା 25 ବର୍ଷ ଭିତରେ ସ୍ୱର୍ଣ୍ଣ ଅକ୍ଷରରେ ଲେଖା ହେଇ ରହିବ ଲିପିବଦ୍ଧ ଭାବେ। ପ୍ରତ୍ୟେକ ହାଇସ୍କୁଲ ମଡିଫିକେସନ କରିଛି, କଲରିଂ କରିଛି, ସାଇନ୍ସ ଇନଷ୍ଟ୍ରୁମେଣ୍ଟ, ଫର୍ଣ୍ଣିଚର ଇନଷ୍ଟ୍ରୁମେଣ୍ଟ, ବହି ପିଲାମାନଙ୍କ ପାଇଁ, ଲାବୋରେଟୋରୀ ପିଲାମାନଙ୍କ ପାଇଁ, ଲାଟ୍ରିନ୍ ସବୁ ବ୍ୟବସ୍ଥା କରିଛି। ସବୁ କଲେଜକୁ ମଡର୍ଣ୍ଣାଇଜ କରାଯାଇଛି। ଯେତେ ମସଜିଦ, ଚର୍ଚ୍ଚ, ଯେତେ ମନ୍ଦିର, ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, ସମଲେଶ୍ୱରୀ ମନ୍ଦିର, ଓଡ଼ିଶାର ଯେତେ ମନ୍ଦିରକୁ କରିଦିଆଯାଇଛି। ଓଡ଼ିଶାର ଯେତେ ରୋଡ ପଶ୍ଚିମାଞ୍ଚଳର ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼, କୋରାପୁଟ ଚାରିଆଡ଼େ, ନୟାଗଡ଼, ଭୁବନେଶ୍ୱର ରୋଡର ପରିବର୍ତ୍ତନ କରାଯାଇଛି। ମେଡିକାଲର ପରିବର୍ତ୍ତନ କରାଯାଇଛି। ଏବଂ ଯାହା ବସ୍ଷ୍ଟାଣ୍ଡ ଦେଖ, କଟକ ବସ୍ଷ୍ଟାଣ୍ଡ, ଭୁବନେଶ୍ୱର ବସ୍ଷ୍ଟାଣ୍ଡ, ବଲାଙ୍ଗୀର ବସ୍ଷ୍ଟାଣ୍ଡ, କଳାହାଣ୍ଡି, ସମ୍ବଲପୁର ବସ୍ଷ୍ଟାଣ୍ଡ କେମିତି ମଡିଫିକେସନ ହେଇଛି। ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ମାନଚିତ୍ର ବଦଳି ଯାଇଛି। ଡ୍ରେନ୍, କେନାଲ, ନଦୀରେ ଜଳସେଚନ ବ୍ୟବସ୍ଥାର ଅପୂର୍ବ ପରିବର୍ତ୍ତନ, ଶିଳ୍ପର ଅପୂର୍ବ ପରିବର୍ତ୍ତନ ହେଇଛି। ବାନାର୍ଜୀ କ'ଣ କହିବେ? ଆମ ଓଡ଼ିଶାର ବିକାଶ ସେ କରିଛି, ଆମେ ସମସ୍ତେ ଅପୋଜିସନରେ ରହିଛୁ। ମୁଁ କଂଗ୍ରେସ ମ୍ୟାନ୍, ତାର ପ୍ରଶଂସା କାହିଁ କରୁଛି? ସେ କରିଛି। ମୁଁ ନିଜେ ନେଇଛି ଜଟଣୀ ନିର୍ବାଚନ ମଣ୍ଡଳୀ 3,000 କୋଟି ଟଙ୍କା ଖାଲି ଜଟଣୀ ୱାଟର ସପ୍ଲାଏ ପାଇଁ ଧରାଜରୁ ସିଧା ଯାଇଛି 750 କୋଟି ଟଙ୍କା। ଫ୍ଲାଇଓଭର 10ଟା ରୋଡକୁ ନେଇଛି 1200 କୋଟି ଟଙ୍କା। ତେଣୁ ସେ କାମ କରିଛି, ଆମେ ତାର ପ୍ରଶଂସା କରୁଛୁ। ସେ ବାନାର୍ଜୀ କ'ଣ କହିବେ? ଦିନିକିଆ କଲିକତା ଲୋକ ଆସି ଏଠି ବୁଲିକି କ'ଣ ରିପୋର୍ଟ ଦେବେ? କେଉଁ ପାଣ୍ଡିଆନଟା ରାତି 3ଟାରେ ଯିବ ସୁପରଭିଜନ କରିବ। ପୁରୀ, ଭୁବନେଶ୍ୱର, ରେଭେନ୍ସା ସବୁ କଲେଜକୁ ଯିବ। ରାତି 3ଟାରୁ ସେ ବୁଲିକି ସୁପରଭିଜନ କରିବ। ଅଫିସରମାନଙ୍କୁ ଟାଇଟ୍ କରି ରଖିଥିଲା। ଯେଉଁଠି ଶୁଭ ଯେଉଁ ଦିନ ଦେଇଛି ଘୋଷଣା କରିଥାଏ, ଏଇ ଦିନ ଉଦ୍ଘାଟନ